ରାଉରକେଲା ହେଉଛି ଇଣ୍ଡିଆର ଗୋଟେ ଭଲ ସିଟି। ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଧନ୍ୟବାଦ। ସେ ରାଉରକେଲାକୁ ଚଏସ୍ କରି ଷ୍ଟିଲ୍ ଏଠି ଆରମ୍ଭ କଲେ, ଇସ୍ପାତ କାରଖାନା। ତାକୁ ଦେଖିକି ସବୁ ଗଢ଼ି ଉଠିଛି। ଜାନାଇ ପଟ୍ଟନାୟକ ଟାଇମ୍ରେ 1000 ଦିନ 1000 କୋଟିରେ ପୁଳେ ଶିଳ୍ପ ହେଲା। ନବୀନ ବାବୁ କିଛି କିଛି କରୁଛନ୍ତି, ନିନ୍ଦିବାର ନାହିଁ, କିନ୍ତୁ ମେନ୍ କାମ ରାଉରକେଲା ଷ୍ଟିଲ୍ ସିଟି। ଆଉ ତୁମେ ଗୋଟେ ପ୍ଲେନ୍ କହୁଛ କ'ଣ ଗଳି ଗନ୍ଧରେ ଆମେ ପୁରେଇ ଦେଉଛୁ? କାହିଁ କେଉଁଠି ପୁରେଇଛ? ସ୍ମାର୍ଟ ସିଟି ରାଉରକେଲା। ଭୁବନେଶ୍ୱର କଟକ ଛାଡ଼ିଦେଲେ ଥାର୍ଡ଼ ହେଉଛି ଇଏ। କାହିଁ ହବ ଏମିତି ଶୁଖିଲା ଆବାସ ଦିଅନି? କାହିଁକି ଆମର ଇନକମ୍ ହେଉଛି ଆପଣ ଏ ଅଞ୍ଚଳରୁ ଇଣ୍ଡିଆରେ ସେକେଣ୍ଡ ଇନକମ୍। ଗୋଟେ ଡିଭିଜନ୍ କରିବା ପାଇଁ ରେଲୱେର କୋଇଲା, ଲୁହାପତ୍ର, କ୍ରୋମ୍, ବକ୍ସାଇଟ୍, ଅଭ୍ର ପଇସା ସରକାର ଆଦାୟ କରୁଛି। କାହିଁ ଏଠି ନ କରିବ? କାହିଁ ନ କରିବ? ତେଣୁ ଭଲ ସିଟିଏ, ସ୍ମାର୍ଟ ସିଟି। ଏଠିକାର ଲୋକମାନେ ଅତି ଭଦ୍ର, ଅତି ସରଳ, ଅତି ସ୍ନେହୀ। ଆସିଲେ ଗୋଟେ ଭାଇଚାରା, ଏଠି କଟକ ଭାଇଚାରା ଭଳିଆ ଏଠି ଲାଗେ। ବହୁତ ବଢ଼ିଆ ସହର। ଆସନ୍ତୁ ସମସ୍ତେ ଆମ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟକୁ ଆହୁରି ରାଉରକେଲା ଅଞ୍ଚଳକୁ ଡେଭଲପ୍ କରାଇବା। ବିଧାୟକ ହେଉଛନ୍ତି ମନ୍ତ୍ରୀ ପରା, କ୍ୟାବିନେଟ୍ ମନ୍ତ୍ରୀ। ସେ ରାଉରକେଲାର ଯେ ବିଧାୟକ, ସେ କ୍ୟାବିନେଟ୍ ମନ୍ତ୍ରୀ, ସେ ତାଙ୍କୁ ଆପଣ ଆଲୋଚନା କରିବେ, ତାଙ୍କୁ କହିବେ ଟିକେ? କହିବାନି ଏସବୁ ଘଟଣା ତାଙ୍କ ଦୃଷ୍ଟି ସେ ପାୱାର ଅଛନ୍ତି, କହିବା। ଆଉ ଗୋଟେ ରାଉରକେଲାରେ ବିଶ୍ୱର ସବୁଠୁ ବଡ଼ ହକି ଷ୍ଟାଡିୟମ, ଆଉ ରାଉରକେଲାର ଯେଉଁ ସୌନ୍ଦର୍ଯ୍ୟକରଣ କାମ ଚାଲିଛି ତାକୁ କ'ଣ କହିବେ? ନାଇଁ, ହେବା ଉଚିତ। ମୁଁ କ୍ରୀଡ଼ା ମନ୍ତ୍ରୀ ଥିଲାବେଳେ ତୁମର ସୁନ୍ଦରଗଡ଼ ହେଉଛି ହକିର ପ୍ରାଣ ପିଣ୍ଡ। ଏ ମାଟି ହକି ଷ୍ଟାର ଜନ୍ମ ଦେଇଛି, ୱାର୍ଲଡରେ ଏମିତି ନାହିଁ। ସେଇଥିପାଇଁ ମୋ ଟାଇମ୍ରେ ଗୋଟେ ହକି ଷ୍ଟାଡ଼ିୟମ୍ କରିଛନ୍ତି, ଏଇଟାକୁ ଏବେ କରିଛନ୍ତି। ମଡ଼ର୍ଣ୍ଣାଇଜ୍ ହେବା ଉଚିତ। କଳିଙ୍ଗ ଷ୍ଟାଡ଼ିୟମ୍ଟା ଆମେ ଆରମ୍ଭ କରିଥିଲୁ, ବହୁ ପଇସା ଖର୍ଚ୍ଚ କଲେଣି ଏମାନେ, ତାକୁ ମଡ଼ର୍ଣ୍ଣାଇଜ୍ କରୁଛନ୍ତି। ୱେଲକମ୍। ଯେ କାମ କରିବ ପ୍ରଶଂସା କରିବା, ଯେ ନ କରିବ ନିନ୍ଦା ଯିବ ଅଗରେ। ରେଡି ତ? ଏୟାରପୋର୍ଟ ଯେଉଁ କଥା କହିଲେ, ଏ ତ କେନ୍ଦ୍ର ସରକାର କରିବା କଥା। କାହିଁ କେନ୍ଦ୍ର କିଏ କୁଣ୍ଡିଆ କୁଣ୍ଡି ନବୀନ ମୋଦି ଏକାଠି ଶୋଉଛନ୍ତି, ଖାଲି ଝାଡ଼ା ଯାଉଛନ୍ତି ଅଲଗା ଅଲଗା।